ଦଳରୁ ଆପଣଙ୍କୁ ନିଲମ୍ବନ କରାଯାଇଛି? ନାଇଁ ନାଇଁ, ମୁଁ ବିଜୁ ଜନତା ଦଳ ନିଲମ୍ବିତ ପୂର୍ବରୁ ମୁଁ ଇସ୍ତଫା ଦେଇଛି ବିଜୁ ଜନତା ଦଳ। ମୁଁ ସକାଳୁ ଆଜ୍ଞା ଆଜି ସକାଳ 7ଟାରେ ମୁଁ ଦେବୀ ବିଷ୍ଣୁ ପାର୍ଟି ପ୍ରେସିଡେଣ୍ଟ ପାଖକୁ ଦେଇଥିଲି। ତାଙ୍କୁ କହିଦେଲି ମୁଁ ବିଜୁ ଜନତାରୁ ଇସ୍ତଫା ଦେବୀ ବିଷ୍ଣୁଙ୍କୁ ପଠେଇ ଦେଇଛି କପି। ଜିଲ୍ଲା ସଭାପତି ଆଗକୁ ପଠେଇ ସାରିଛି। ପଠେଇ ସାରିଲା ପରେ ପ୍ରତାପ ଜେନା ମଧ୍ୟ ମୁଁ କହିଥିଲି। ତାପରେ ସେ ଏଟା କରିଛନ୍ତି ଲେଖିଛନ୍ତି। ସାର୍ ଆପଣଙ୍କୁ ଲାଗୁଛି କି ଆପଣ କାଲି ମୁହଁ ଖୋଲିଲେ ଦଳର ପରିଚାଳନାକୁ ମୁଁ ନେଇ? ତ ଇସ୍ତଫା ଦେଇଦେଇଛି। ସାର୍ ଆପଣ ଇସ୍ତଫା କାହିଁକି ଦେଲେ? ମୁଁ ଦେଲି ପେପର କାରଣ ଲେଖିକରି ମୁଁ ଇସ୍ତଫା ଦେଇଦେଇଛି। ଆଚ୍ଛା ସାର୍, ବର୍ତ୍ତମାନ ତାହେଲେ ଆଉ ବିଜୁ ଜନତା ସହ ଆପଣଙ୍କ ସମ୍ପର୍କ କିଛି ନାହିଁ? ନାଇଁ ନାଇଁ, ବିଜୁ ଜନତା ସାର୍ ଆପଣ ଇସ୍ତଫା ଦେଲା ପରେ ଆପଣଙ୍କୁ ନିଲମ୍ବନ ମୁଁ ଇସ୍ତଫା ଦେଲା ପରେ ସେ ତାଙ୍କ ପାର୍ଟିକୁ ଇଏ କରିବା ପାଇଁ ସେ ଏ କଥା କରିଛନ୍ତି। ମୁଁ ସକାଳୁ ମୁଁ ଇସ୍ତଫା ଦେଇଛି। ପ୍ରତାପ ଜେନାଙ୍କୁ ଆପଣ ପଚାରନ୍ତୁ, ଆପଣଙ୍କୁ ସେ କହିସାରିଛି ନା ନାଇଁ ଇସ୍ତଫା ଦେଇଛି ବୋଲି। ଆଉ ଦେବୀ ମିଶ୍ର ପଚାରନ୍ତୁ ସକାଳୁ କହିଛି ନା ନାଇଁ। ମୁଁ ତାଙ୍କୁ ଆଗଥରେ କହିସାରିଛି ମୁଁ ଇସ୍ତଫା ପଠେଇ ଦଉଛି। ଆପଣଙ୍କ ପରବର୍ତ୍ତୀ ରାଜନୈତିକ ଆଭିମୁଖ୍ୟ କଣ ରହିବ? ନାଇଁ, ମୁଁ ଏଇନେ ସୋସିଆଲ ୱାର୍କ କାର୍ଯ୍ୟକ୍ରମ କରି ଶ୍ରମିକମାନେ କାର୍ଯ୍ୟକ୍ରମ କରିବା କଥା ମୁଁ କରିବି। ସାର୍ ବର୍ତ୍ତମାନ ବିଜୁ ଜନତା ଦଳର ଯୋଉ ପରିସ୍ଥିତି, ଆପଣଙ୍କ ଭଳି ସିନିୟର ଲିଡର ମାନେ ବିଜୁ ଜନତା ଦଳ ଉପରୁ ଇସ୍ତଫା ଦେବା ଲାଗୁନି ଟିକେ ଦଳ ଆପଣ ମାନେ ମୁହଁ ଖୋଲିଲେ ବୋଲି ହୁଏତ? ଆମର ବର୍ତ୍ତମାନ ଯୋଉ ଦଳ ସହିତ ଆମେ ସମ୍ପର୍କ ଛାଡ଼ିଲୁ, ବର୍ତ୍ତମାନ ଆମେ ସେ ଦଳ ବିଷୟରେ ଆମର କମେଣ୍ଟ କରିବା କିଛି ନାହିଁ। ଆଜ୍ଞା ଆଜ୍ଞା, ଥ୍ୟାଙ୍କ ୟୁ ସାର୍।